ସମସ୍ତ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଆଉ ଶୁଭେଚ୍ଛା। ପ୍ରଥମ ଶ୍ରେଣୀର ବହି ସିଲାବସ୍ ପରିବର୍ତ୍ତନ ହୋଇସାରିଛି, ଯାହାର ନାମ ରଖାଯାଇଛି ଝୁଲଣା। ଆଉ ଏହାର ଦ୍ୱିତୀୟ ପାଠ ହେଉଛି ଚକୁଳି କଲା ଚେଁଚା। ପ୍ରସଙ୍ଗ ହେଉଛି ଆମ ପରିବାର। ତେଣୁ ଏହାର ସୁନ୍ଦର କବିତାଟିକୁ ଆମେ ବର୍ତ୍ତମାନ ଶୁଣିବା। ମା ଆଣିଲେ ଚାଉଳ ଚୁନା, ବାପା ବାଟିଲେ ବିରି, ଜେଜେ କରିଲେ ଚକୁଳି ପିଠା, ପିଠା ପାତିଆ ଧରି। ଚକୁଳି କଲା ଚେଁଚା ଶୁଣିଲେ ଏଟୁ ନାଟୁନି, କହିଲେ ଜେଜେ ଖାଇବା ଚାଲ ଚକୁଳି ସାଥେ ଚିନି। ଜେଜେ ଫୁଟାଇଲେ କାକରା, ପିଲାଏ ହେଲେ ଖୁସି। ମିଆଉ ମିଆଉ ଶବଦ କରି ଧାଇଁ ଆସିଲା ପୁଷି। ମା ଆଣିଲେ ଚାଉଳ ଚୁନା, ବାପା ବାଟିଲେ ବିରି, ଜେଜି କରିଲେ ଚକୁଳି ପିଠା, ପିଠା ପାତିଆ ଧରି। ଚକୁଳି କଲା ଚେଁଚା ଶୁଣିଲେ ଟୁନା ଟୁନି, କହିଲେ ଜେଜେ ଖାଇବା ଚାଲ ଚକୁଳି ସାଥେ ଚିନି। ଜେଜେ ଫୁଟାଇଲେ କାକରା, ପିଲାଏ ହେଲେ ଖୁସି। ମିଆଉ ମିଆଉ ଶବଦ କରି ଧାଇଁ ଆସିଲା ପୁଷି। ଆମେ ଏ କବିତାଟିକୁ ଶୁଣିଲେ ବର୍ତ୍ତମାନ ଏହାର ପ୍ରଶ୍ନ ଉତ୍ତର ଆସ କରିବା। କିଏ ପିଠା ତିଆରି କରୁଥିଲେ? ପିଲାମାନେ କୁହ। ପିଠା ତିଆରି କରୁଥିଲେ ଜେଜି। ଚକୁଳିକୁ କେଉଁଥିରେ ତିଆରି କରାଯାଏ? ଚକୁଳିକୁ ଚାଉଳ ଚୁନାରେ ତିଆରି କରାଯାଇଥାଏ, ଯାହା ଦେହରେ ବିରି ମଧ୍ୟ ମିଶା ଯାଇଥାଏ। ଚକୁଳି ତିଆରି କଲାବେଳେ କିପରି ଶବ୍ଦ ହୁଏ? ଚକୁଳି ତିଆରି କଲାବେଳେ ଶବ୍ଦ କିଭଳି ହୋଇଥାଏ? ନା ଚେଁ ଚେଁ କରି ଶବ୍ଦ ହୋଇଥାଏ। ପିଲାମାନେ କ'ଣ ପାଇଁ ଖୁସି ହେଲେ? ପିଲାମାନେ ଏଥିପାଇଁ ଖୁସି ହେଲେ ଯେ ଯେତେବେଳେ ଚକୁଳି ସାଥେ ଚିନି ଖାଇଲା ସମୟରେ ଜେଜେ କାକରା ଫୁଟାଇଲେ, ସେତେବେଳେ ପିଲାମାନେ ଖୁସି ହେଲେ। ପୁଷି କାହିଁକି ଧାଇଁ ଆସିଲା? ପୁଷି କାହିଁକି ଧାଇଁ ଆସିଲା? ନା ପୁଷି ପିଠା ଖାଇବା ପାଇଁ ଧାଇଁ ଆସିଲା। କାହିଁକି ନା ଜେଜେଙ୍କ ସହିତ ପିଲାମାନେ ପିଠା ଖାଉଥିଲେ। ଆଚ୍ଛା କୁହ ପିଲାମାନେ, ତୁମ ଘରେ କେଉଁ ସବୁ ପିଠା ତିଆରି କରାଯାଏ? ତମମାନେ ଭଲ ଭାବରେ ଜାଣିଛ, ବିଭିନ୍ନ ପ୍ରକାର ପିଠା ତିଆରି କରାଯାଏ, ଯେମିତିକି ଚକୁଳି ପିଠା, ମଣ୍ଡା ପିଠା, କାକରା ପିଠା, ଆରିସା ପିଠା, ଏମିତି ବିଭିନ୍ନ ପ୍ରକାର ପିଠା ତିଆରି କରାଯାଏ। ତାହେଲେ 2 ନମ୍ବର କ୍ୱେଶ୍ଚିନ୍କୁ ଆସ। ତଳ ଚିତ୍ରକୁ ଦେଖିବା। ଯେଉଁ ଚିତ୍ରର ପ୍ରଥମ ଧ୍ୱନି ଚ ଅକ୍ଷରରୁ ଆରମ୍ଭ, ସେହି ଚିତ୍ର ତଳ କୋଠରୀରେ ରଙ୍ଗ ଦେବା। ତାହେଲେ ପ୍ରଥମ ଚିତ୍ରଟି ଅଛି କ'ଣ? ନା ଚକ। ତାହେଲେ ଆମେ ତଳ କୋଠରୀରେ ରଙ୍ଗ ଦେବା। ଦ୍ୱିତୀୟ ଚିତ୍ରରେ ଅଛି ଚଉକି, ତାହା ମଧ୍ୟ ଚରୁ ଆରମ୍ଭ। ତେଣୁ ଆମେ ମଧ୍ୟ ସେଇ କୋଠରୀ ତଳେ ରଙ୍ଗ ଦେବା। ତୃତୀୟ ଚିତ୍ରଟି ହେଉଛି ଚକୁଳି ପିଠା, ତାହାର ପ୍ରଥମ ଧ୍ୱନି ମଧ୍ୟ ଚ ଅକ୍ଷରରୁ ଆରମ୍ଭ, ସେଥିପାଇଁ ଆମେ ମଧ୍ୟ ସେଥିରେ ରଙ୍ଗ ଦେବା। ତା ପରବର୍ତ୍ତୀ ଚିତ୍ର ଦେଖ, ନଡ଼ିଆ। ଏଥିରେ ଆମେ ରଙ୍ଗ ଦେବା ନାହିଁ, କାହିଁକି ନା ଆର ପ୍ରଥମ ଧ୍ୱନି ଚରୁ ଆରମ୍ଭ ହୋଇନାହିଁ। ତା ପର ଚିତ୍ର ଦେଖ, ଏଇଟା ସମସ୍ତେ ଦେଖିପାରୁଥିବ, ଏଇଟାକୁ ଚଉରା କୁହାଯାଏ। ଏହାର ପ୍ରଥମ ଧ୍ୱନି ମଧ୍ୟ ଚରୁ ଆରମ୍ଭ, ତେଣୁ ଆମେ ସେହି ଚିତ୍ର ତଳେ ରଙ୍ଗ ଦେବା। ବର୍ତ୍ତମାନ ତୃତୀୟ ନମ୍ବରକୁ ଆସ। ଚ ଅକ୍ଷରରେ ଗୋଲ ବୁଲାଇବା। ତାହେଲେ ଏଠି ଯେଉଁ ସ୍ଥାନ ମାନଙ୍କରେ ଚ ଲେଖା ହେଇଛି, ସେଠି ଆମେ ଗୋଲ ବୁଲେଇବା।
ପ୍ରଥମେ ଦେଖ ଚ ଲେଖା ହେଇଛି, ତେଣୁ ଗୋଲ ବୁଲେଇବା। ତାପରେ ବ ଅଛି, ପୁଣି ତାପରେ ଚ ଅଛି, ଚ ପାଖରେ ଗୋଲ ବୁଲେଇବା। ତାପରେ ଟ ଅଛି, ପୁଣି ତାପରେ ଚ ଅଛି, ଚରେ ଗୋଲ ବୁଲେଇବା। ତାପରେ ପୁଣି ଚ ଅଛି, ସେଥିରେ ମଧ୍ୟ ଗୋଲ ବୁଲେଇବା। ତାପରେ ଝ ଅଛି, ତାପରେ ଚ ଅଛି, ସେଥିରେ ଗୋଲ ବୁଲେଇବା। ତାପରେ ବ ଅଛି, ତାପରେ ଠ ଅଛି, ତାପରେ ନ ଅଛି, ଆଉ ତାପରେ ତ ଅଛି। ତେଣୁ ଯେଉଁ ସବୁ ସ୍ଥାନ ମାନଙ୍କରେ ଚ ଦେଖୁଛ ସେ ସ୍ଥାନରେ ଗୋଲ ବୁଲେଇଦବା। 4 ନମ୍ବର କଣ କହୁଛି ନା କବିତାରେ ଥିବା ଚ ଅକ୍ଷର ଚାରିପଟେ ଗୋଲ ବୁଲାଇବା ଆଉ ଟ ଅକ୍ଷର ଚାରିପଟେ ଆୟତକାର ଚିତ୍ର ଭଳି ଚିହ୍ନ ଦେବା। ତେଣୁ କବିତାରେ ଆମେ ମଧ୍ୟ ଏଟାକୁ ଖୋଜିକିରି କରିପାରିବା, ସମସ୍ତେ କରିପାରିବ। ବର୍ତ୍ତମାନ ଚାଲ କବିତାରେ ଚ ଅକ୍ଷର ଚାରିପଟେ ଗୋଲ ବୁଲେଇବା ଆଉ ଟ ଅକ୍ଷର ଚାରିପଟେ କୋଠରୀ ଚିହ୍ନ ଦେବା। ମା ଆଣିଲେ ଚାଉଳ ଚୁନା, ଏଠି ଚା ପାଖରେ ଆମେ ଗୋଲ ବୁଲେଇବା, ଚୁନା ପାଖରେ ଆମେ ଗୋଲ ବୁଲେଇବା। ବାପା ବାଟିଲେ ବିରି, ଏଠି ଟ ହର୍ଷଇକାର ଅଛି, ସେଠି ଆମେ କୋଠରୀ ଚିହ୍ନ ଦେବା। ତାପରେ ଜେଜି କରିଲେ ଚକୁଳି ପିଠା, ଏଠି ଚ ଅଛି, ତେଣୁ ଏଠି ଗୋଲ ବୁଲେଇବା। ତାପରେ ପିଠା ପାତିଆ ଧରି ଚକୁଳି କଲା ଚେଁଚା, ଏଠି ଚ ପାଖରେ ଗୋଲ ବୁଲେଇବା, ଚେଁ ପାଖରେ ଗୋଲ ବୁଲେଇବା, ଚେଁ ଚା ପାଖରେ ଗୋଲ ବୁଲେଇବା। ତାପରେ ଶୁଣିଲେ ଟୁନା ଟୁନି, ଏଠି ଯେହେତୁ ଟ ପାଖରେ କୋଠରୀ ଚିହ୍ନ ଆମକୁ ଦେବାକୁ ପଡ଼ିବ, ତେଣୁ ଟୁ ପାଖରେ ଦେବା, ଆଉ ଗୋଟେ ଟୁ ପାଖରେ ଦେବା। ତାପରେ କହିଲେ ଜେଜେ ଖାଇବା ଚାଲ, ଏଠି ଚା ଯେହେତୁ ଅଛି ଏଠି ଚ ପାଖରେ ଗୋଲ ବୁଲେଇବା। ପୁଣି ଚକୁଳି ସାଥେ ଚିନି, ଚ ପାଖରେ ଗୋଲ ବୁଲେଇବା, ଚିନି ଯୋଗ ଦେଇଛି ଚିନି ପାଖରେ ଗୋଲ ବୁଲେଇବା। ତାପରେ ଜେଜେ ଫୁଟାଇଲେ ଟାକରା, ଏଠି ଟା ଯେହେତୁ ଦେଇଛି ଟା ପାଖ କୋଠରୀ ଚିହ୍ନ ଦେବା, ପୁଣି ଆଉ ଗୋଟେ ଟାକରା ଦେଇଛି ସେଠି ମଧ୍ୟ ଆମେ କୋଠରୀ ଚିହ୍ନ ଦେବା। ତାପରେ ପିଲାଏ ହେଲେ ଖୁସି, ମିଆଉ ମିଆଉ ଶବଦ କରି ଧାଇଁ ଆସିଲା ପୁଷି, ଏହାପରେ ଆଉ କୌଣସି ସ୍ଥାନରେ ଯେହେତୁ ଚ କି ଟ ନାହିଁ, ଆଉ କିଛି ବି ଗୋଲେଇ କିମ୍ବା କୋଠରୀ ଚିହ୍ନ ଦେବାର ନାହିଁ। ତେଣୁ ଚ ଅକ୍ଷର 5 ନମ୍ବର ଦେଇଛି କଣ ନା ଆସ ଚ ଅକ୍ଷର ଲେଖିବା। ଚ କେମିତି ଲେଖାଯାଏ ସେଟାକୁ ଆମେ ଲେଖିବା। ଆମେ ଓଡ଼ିଆ ହସ୍ତାକ୍ଷରକୁ ସୁନ୍ଦର କରିବା ପାଇଁ ହେଲେ ହସ୍ତଲିପି ଲେଖିବା। ବର୍ତ୍ତମାନ 6 ନମ୍ବର କ୍ୱେଶ୍ଚିନ୍ ଦେଖ। 6 ନମ୍ବର କ୍ୱେଶ୍ଚିନ୍ କଣ ଦେଇଛି ନା ତଳେ ଦିଆଯାଇଥିବା ଚିତ୍ର ଗୁଡ଼ିକର ନାମ କହିବା ଏବଂ ନାମର ପ୍ରଥମ ଅକ୍ଷରକୁ ସେହି ଚିତ୍ର ତଳେ ଲେଖିବା। ତାହେଲେ ପ୍ରଥମ ଚିତ୍ର ଆମେ ଦେଖୁଛେ କଣ ନା ଚକ ଦେଖୁଛେ, ତେଣୁ ଏହାର ପ୍ରଥମ ଅକ୍ଷର ହେଉଛି ଚ ବୋଲି ଆମେ ଲେଖିବା। ତାପରେ ଦ୍ୱିତୀୟ ଚିତ୍ର ଦେଖୁଛେ, ଯାହାକି ଚଷମାର ଏକ ଚିତ୍ର ଦେଇଛି, ତେଣୁ କୋଠରୀରେ ଚ ଲେଖିବା। ତୃତୀୟ ଚିତ୍ର ଦେଇଛି କଣ ନା ଚପଲ ଦେଇଛି, ତେଣୁ ଚପଲ ଦେଇଛି ମାନେ ଆମେ ପ୍ରଥମ ଅକ୍ଷର ଚ ଲେଖିବା। ତେଣୁ 7 ନମ୍ବରକୁ ଆସ। ସାଙ୍ଗ ସହ କଥା ହୋଇ ଚିତ୍ର ଗୁଡ଼ିକରେ ନାମ କହିବା ଏବଂ ଟ ଅକ୍ଷରରୁ ଆରମ୍ଭ ହୋଇଥିବା ଚିତ୍ର ତଳେ ଥିବା କୋଠରୀରେ ରଙ୍ଗ ଦେବା। ଚିତ୍ରର ନାମ ଯାହା ଅଛି ତାକୁ ଆମେ ଚିହ୍ନଟ କରିବା, ଆଉ ଟ ଅକ୍ଷରରୁ ଯାହାର ନାଁ ଆରମ୍ଭ ହୋଇଥିବ ସେଇ ତଳେ ଦିଆଯାଇଥିବା କୋଠରୀରେ ରଙ୍ଗ ଦେବା। ପ୍ରଥମ ଚିତ୍ରଟି ଦେଖ କଣ ଦେଇଛି, ଗୋଟେ ପରିବା ଦେଇଛି, ତା ନାଁ ହେଉଛି ଟମାଟୋ, ତେଣୁ ଟ ରୁ ଆରମ୍ଭ ହୋଇଛି, ଆମେ କୋଠରୀରେ ରଙ୍ଗ ଦେବା। ତାପରେ ଗୋଟେ ଫୁଲ ଦେଇଛି, ଦେଖ ଫୁଲର ନାଁ ହେଉଛି କଣ ନା ଟଗର ଫୁଲ, ତେଣୁ ଟଗର ଫୁଲ ଯେହେତୁ ଟ ରୁ ଆରମ୍ଭ ହୋଇଛି ଟ ଅକ୍ଷରରୁ, ତେଣୁ ସେଠି ଆମେ ରଙ୍ଗ ଦେବା। ତାପରେ ହେଉଛି ଲଙ୍କା, କଞ୍ଚା ଲଙ୍କା ଯୋଉଟା କହୁଛ, ତେଣୁ ଏଠି ଆମର ରଙ୍ଗ ଦେବାର ଆବଶ୍ୟକତା ନାହିଁ, କାହିଁକି ନା ଟ ଅକ୍ଷରରୁ ଆର ଆରମ୍ଭ ହୋଇନାହିଁ। ତାପର ଚିତ୍ର ଦେଖ ଟର୍ଚ୍ଚ, ଯେହେତୁ ଟ ଅକ୍ଷରରୁ ଆରମ୍ଭ ହୋଇଛି ଆମେ ତା ତଳେ କୋଠରୀରେ ରଙ୍ଗ ଦେବା। 8 ନମ୍ବରକୁ ଆସ। କଣ ଦେଇଛି ନା ସାଙ୍ଗଙ୍କ ସହ ଆଲୋଚନା କରି ଟ ଅକ୍ଷରରେ ଗୋଲ ବୁଲାଇବା। ତେଣୁ ଏଠି ଯୋଉ ଦେଇଛି ବିଭିନ୍ନ ପ୍ରକାର ଅକ୍ଷର, ଏଠି ଟ କୁ ଆମେ ଚିହ୍ନଟ କରିବା ଏବଂ ଗୋଲ ବୁଲେଇବା। ପ୍ରଥମେ ଟ ଲେଖା ହେଇଛି, ଗୋଲ ବୁଲେଇବା, ତାପରେ ଚ, ତାପରେ ପ, ପୁଣି ତାପରେ ଟ ଦେଇଛି ତା ଦେହରେ ଗୋଲ ବୁଲେଇବା। ତାପରେ ଖ ଅଛି, ତାପରେ ପୁଣି ଟ ଦେଇଛି ତା ସହିତ ଗୋଲ ବୁଲେଇବା। ତାପରେ ଚ ଦେଇଛି, ତାପରେ ଟ ଦେଇଛି, ଗୋଲ ବୁଲେଇ ଦେବା।
ତାପରେ ଠ ଦେଇଛି, ଡ, ପୁଣି ତାପରେ ଟ, ଗୋଲ ବୁଲେଇବା, ପୁଣି ତାପରେ ଟ, ତା ଦେହରେ ମଧ୍ୟ ଗୋଲ ବୁଲେଇବା। ଆସ ଟ ଅକ୍ଷର ଚିହ୍ନଟ କରିବା ବା ଟ ଅକ୍ଷରକୁ ଦେଖିକିରି ଲେଖିବା। 9 ନମ୍ବର କ୍ୱେଶ୍ଚିନ୍। ଟକୁ ଆମେ କିଭଳି ଭାବରେ ଲେଖିପାରିବା ସେଇଟା ଦେଖ। ତେଣୁ ଆମେ ସୁନ୍ଦର ଅକ୍ଷର ହେବା ପାଇଁ ହେଲେ ଆମକୁ ଓଡ଼ିଆ ହସ୍ତାକ୍ଷର ଲେଖିବା ପାଇଁ ପଡ଼ିବ। 10 ନମ୍ବର କ୍ୱେଶ୍ଚିନ୍ କି ଆସ। ତଳ ଚିତ୍ରରେ ରଙ୍ଗ ଦେବା। ଏଠି ଗୋଟେ ଚିତ୍ର ଦେଇଛି, ୟାକୁ ଆମେ ଚିହ୍ନଟ କରିବା ଏବଂ ରଙ୍ଗ ଦେବା। ଏଇଟା ତୁମମାନଙ୍କୁ କ'ଣ ଅନୁଭବ ହେଉଛି ନା ଏଇଟା ଗୋଟେ ଟମାଟୋ, ତେଣୁ ୟାକୁ ଟମାଟୋର ଚିତ୍ର କରିବ। ଯେମିତି ପୂର୍ବ ପ୍ରଶ୍ନରେ ଆମେ ଦେଖିଥିଲେ ସେମିତି ଟମାଟୋରେ ରଙ୍ଗ ଦେବ। 11 ନମ୍ବର କ୍ୱେଶ୍ଚିନ୍ କି ଆସ। ଚିତ୍ର ଦେଖିବା ଆଉ ତାର ନାମର ପ୍ରଥମ ଅକ୍ଷରକୁ ଚିତ୍ର ତଳେ ଲେଖିବା। ତେଣୁ ପ୍ରଥମ ଚିତ୍ର କ'ଣ ଦେଇଛି ନା ଟଗର ଫୁଲ। ତେଣୁ ଟଗର ଯେଉଁ ଦେଇଛି ତାର ପ୍ରଥମ ଅକ୍ଷର ହେଉଛି ଟ, ତେଣୁ ଆମେ ଟ ଲେଖିବା। ତାପରେ ଦେଇଛି ଚପଲ, ଚପଲର ପ୍ରଥମ ଅକ୍ଷର ଚ, ତେଣୁ ଆମେ ଚ ଲେଖିବା। ତାପରେ ଚିତ୍ର ଦେଇଛି ଚଷମା, ତେଣୁ ଚଷମାର ପ୍ରଥମ ଅକ୍ଷର ହେଉଛି ଚ, ତେଣୁ ଆମେ ଚ ଲେଖିବା। ତାପରେ ଦେଇଛି ନୋଟ୍ ଗୋଟେ ଦେଇଛି, 10 ଟଙ୍କିଆ ନୋଟ୍, ତେଣୁ ଆମେ କ'ଣ ଲେଖିବା? ତେଣୁ ଏଠି ଟ ଲେଖିପାରିବା। ତାପରେ ଦେଇଛି 12 ନମ୍ବର, ଦେଖି ଦେଖି ଲେଖିବା। ଚ ଦେଇଛି ତାକୁ ଦେଖିକିରି ଲେଖିବ, ଟ ଦେଇଛି ତାକୁ ଦେଖିକିରି ଲେଖିବ। ତାପରେ ଆସିଲା 13 ନମ୍ବର, କହିଲ ଦେଖି ଦେଇଛି। ପାକୁଆ ପାଟିକି ପାଚିଲା କେଶ, ଧୋତି ପାଇଜାମା ମୋହର ବେଶ, ସୀତା ଗୀତା ମୋର ପୁଅର ଝିଅ, କ'ଣ ବୋଲି ମୋତେ ଡାକିବେ କୁହ। ସୀତା ଆଉ ଗୀତା ହେଉଛନ୍ତି ମୋର ପୁଅର ଝିଅ। ତାହେଲେ କ'ଣ ହେବ ନା ସୀତା ଆଉ ଗୀତାଙ୍କର ସେ କ'ଣ ହେବେ ନା ଜେଜେ ହେବେ। ବୁଝିପାରିଲ? ତେଣୁ ବର୍ତ୍ତମାନ ଏହି ବିଷୟଟି ସମ୍ପୂର୍ଣ୍ଣ ହେଲା।